କରୁଛି ପୁଣି ଏକ ଆଉ ଏକ ଅପଡେଟ୍ରେ ଆପଣମାନଙ୍କୁ ତ ଅପଡେଟ୍ ଆସିଛି ଗଞ୍ଜାମ ଜିଲ୍ଲା ଯେଉଁଟା ଛତ୍ରପୁର ରହିଛି ଆପଣମାନଙ୍କର ହୋମଗାର୍ଡ଼ ପିଲାମାନଙ୍କ ପାଇଁ ଆପଣମାନଙ୍କର ବହୁତ ସାରା ମେସେଜ୍ ଥିଲା କ'ଣ ରହିଛି ଅପଡେଟ୍ ତ ଫାଇନାଲି ଅପଡେଟ୍ ନେଇକି ଆସିଛି ଆପଣମାନଙ୍କ ପାଇଁ ପ୍ରଥମ ଥର ପାଇଁ ଯଦି ମୋ ଚ୍ୟାନେଲ୍ ଦେଖୁଛନ୍ତି ନିହାତି ଭାବରେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ ଆଉ ଭିଡ଼ିଓକୁ ଲାଇକ୍ ସେୟାର ନିହାତି ଭାବରେ କରନ୍ତୁ କାରଣ ଆପଣମାନଙ୍କ ପାଇଁ ସଦାବେଳେ ମୁଁ ଅପଡେଟ୍ ନେଇକି ଆସୁଛି ଆଗକୁ ବି ନେଇକି ଆସିବି ଟେଲିଗ୍ରାମ ଚ୍ୟାନେଲରେ ଯଦି ଜଏନ୍ ହେବା ପାଇଁ ଚାହୁଁଛନ୍ତି ଡିସ୍କ୍ରିପ୍ସନରେ ମୋର ଚ୍ୟାନେଲ୍ ଡିସ୍କ୍ରିପ୍ସନରେ ଲିଙ୍କ୍ ରହିଛି ଆପଣ ସେ ଲିଙ୍କ୍କୁ କ୍ଲିକ୍ କରିକି ଆରାମସେ ଜଏନ୍ ହୋଇପାରିବେ ତ ଅପଡେଟ୍ଟି ରହିଛି ଯେଉଁମାନେ ତୃତୀୟ ପର୍ଯ୍ୟାୟର ପରୀକ୍ଷାରେ ସମସ୍ତ ମନୋନୀତ ପ୍ରାର୍ଥୀଙ୍କୁ ନାମ ଲେଖା ପାଇଁ ସାକ୍ଷାତକାରରେ ଉପସ୍ଥିତ ରହିବା ପାଇଁ ସୂଚନା ଯେଉଁଟା ଆପଣଙ୍କର 21 ତାରିଖରେ ନୋଟିଫିକେସନଟି ଆସିଛି ତ ଏଥିସହିତ ସୂଚିତ କରାଯାଉଛି ଯେ ହୋମଗାର୍ଡ଼ 2025 ନାମ ଲେଖା ପାଇଁ ଯେଉଁ ସାକ୍ଷାତକାର ପରୀକ୍ଷା ଆପଣଙ୍କର ଭାଇବା ଟେଷ୍ଟ 24/2/2026ରୁ 28/2/2026 ଯେଉଁଟାକି 5 ଦିନ ପର୍ଯ୍ୟନ୍ତ ଆପଣମାନଙ୍କର ଟେଷ୍ଟ ନିଆଯିବ ତ ପ୍ରତ୍ୟେକ ଦିନ ଆପଣମାନଙ୍କର ଯେଉଁ ଡେଲି ଏକ୍ଜାମ୍ କରାଯିବ ଭାଇବା କିମ୍ବା ସାକ୍ଷାତ ପରୀକ୍ଷା ଆପଣଙ୍କର ଯେଉଁଟା କହୁଛନ୍ତି ସେଇଟା ନିର୍ଦ୍ଦିଷ୍ଟ କିଛି ସଂଖ୍ୟକ ପ୍ରାର୍ଥୀଙ୍କ ସାକ୍ଷାତକାର ପରୀକ୍ଷା କରାଯିବ ଯାହା ଥାନା SDPO କାର୍ଯ୍ୟାଳୟ ଆପଣଙ୍କର ଯେଉଁଟା ରହିଛି ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ଏବଂ ଗଞ୍ଜାମ ଛତ୍ରପୁରରେ ମଧ୍ୟ ପ୍ରକାଶ କରାଯାଇଛି ଆପଣମାନେ ଦେଖିପାରିବେ ସେଠୁ ତେଣୁ ଆପଣମାନେ ନିର୍ଦ୍ଦିଷ୍ଟ ଦିନର ସାକ୍ଷାତକାର ପରୀକ୍ଷାରେ ଯୋଗ ଦେବାକୁ ତାଲିକାଭୁକ୍ତ ହୋଇଥିବା ପ୍ରାର୍ଥୀମାନେ ରିପୋର୍ଟିଂ କରି ସାକ୍ଷାତକାର ପରୀକ୍ଷା ଦେବେ ନିହାତି ଭାବରେ ଆପଣଙ୍କର ଯେଉଁଟା ଭାଇବା ଟେଷ୍ଟ ରହିଛି ଆଉ ଗୋଟେ ମେନ୍ କଥା ରହିଛି ଆପଣଙ୍କର ଯେଉଁଠି ସ୍ଥାନ ପିଲା ପ୍ରାୟ ଜାଣିପାରନ୍ତି ନାହିଁ ତ ସ୍ଥାନ ଆପଣଙ୍କର ରହିଛି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଗଞ୍ଜାମ ଛତ୍ରପୁର ଯେଉଁଟା ରହିଛି ଆପଣ ସେଇଠିକି ଯିବେ ରିପୋର୍ଟିଂ ସମୟ ଆପଣମାନଙ୍କର 7ଟା ସକାଳ 7ଟା ସମୟ ରହିଛି ଆଉ ପୋଷାକ ଫର୍ମାଲ ପୁରା ଆପଣ ନର୍ମାଲ ପିନ୍ଧିକି ଯିବେ ପ୍ରାୟ ପିଲାଙ୍କର ମୋତେ ୟୁଟ୍ୟୁବ୍ ମାଧ୍ୟମରେ ବି ପ୍ରଶ୍ନ ଆସେ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ କଲ୍ କରିକି ପିଲା ପଚାରନ୍ତି ଯେ ଆମର ଭାଇବା ଟେଷ୍ଟ ଅଛି ଆମେ କ'ଣ ଡ୍ରେସ୍ ପିନ୍ଧିକି ଯିବୁ ଫର୍ମାଲ ନା ଆଜ୍ ୟୁଜୁଆଲ୍ ଯେମିତି ଦେଖନ୍ତୁ ନର୍ମାଲି ଆପଣ ସିମ୍ପଲ୍ ଭାବରେ ଯିବେ ଗୋଟେ ଏକ୍ଜାମ୍ ଯେହେତୁ ଦେଉଛନ୍ତି ଭାଇବା ଟେଷ୍ଟ ହେବ ତା'ର ପୋଲିସ ଡିପାର୍ଟମେଣ୍ଟ ଯେହେତୁ ଟିକେ ସିନସିୟର ଡିପାର୍ଟମେଣ୍ଟ ଭଲ ଡିପାର୍ଟମେଣ୍ଟ ଆପଣମାନେ ନିହାତି ଭାବରେ ଟିକେ ଫର୍ମାଲ ପିନ୍ଧିକି ଗଲେ ଆଉ ଟିକେ ବେଟର୍ ହେବ ଜିନିଷଟା ଆଉ ଗୋଟେ କଥା ତୃତୀୟ ପର୍ଯ୍ୟାୟର ଯେଉଁ ପରୀକ୍ଷା ଫଳାଫଳ ଯେମିତିକି ଆପଣଙ୍କର ସାଧାରଣ ଡ୍ୟୁଟି ମେରାଇନ୍ ଥାନା ଏବଂ ଟ୍ରେଡ୍ ଯେଉଁଟା ରହିଛି ସମ୍ପୃକ୍ତ ଥାନା SDPO କାର୍ଯ୍ୟାଳୟ ଏବଂ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ଯେଉଁଟା ରହିଛି ଗଞ୍ଜାମ ଛତ୍ରପୁରରେ ପ୍ରକାଶିତ କରାଯାଇଛି ତ ପ୍ରାର୍ଥୀମାନଙ୍କୁ ଫଳାଫଳ ମଧ୍ୟ ଅନୁରୋଧ କରାଯାଉଛି ପଢ଼ିବା ପାଇଁ ଆପଣମାନେ ନିହାତି ପଢ଼ିବେ ଆଉ ଗୋଟେ କଥା ମୁଖ୍ୟ କଥା ଆପଣମାନେ ସମସ୍ତେ ମନ ଦେଇକି ଏଇଟା ନିହାତି ଭାବରେ ନେବେ ପ୍ରଥମ କଥା ହେଲା ଆପଣମାନେ କାଗଜପତ୍ର ଯେଉଁ ନେବେ ପ୍ରଥମ ଆପଣଙ୍କର ମେନ୍ ଥିଙ୍ଗ ହେଲା ଆଡ଼ମିଟ୍ କାର୍ଡ଼ କାରଣ ଆପଣ ଯଦି ଆଡ଼ମିଟ୍ କାର୍ଡ଼ ନ ନେଇଛନ୍ତି ତାହେଲେ ପୁରା ଆପଣ ଡିସ୍କ୍ୱାଲିଫାଏ ହେଇଯିବେ ଏକ୍ଜାମ୍ରୁ ପୁରା କଟିଯିବେ ପ୍ରଥମେ ଆପଣ ଆଡ଼ମିଟ୍ କାର୍ଡ଼ କମ୍ପଲସରି ନେବେ ଦେନ୍ ଆପଣଙ୍କର ମାର୍କସିଟ୍ ଯେଉଁଟା ରହିଛି ତା ସହିତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ମାର୍କସିଟ୍ କ'ଣ ଆପଣଙ୍କର ଯେମିତି 10ମର ମାର୍କସିଟ୍ ହେଉ +2 ବା +3 ଯାହା ଆପଣ ଦେଇଛନ୍ତି ତାର ସମସ୍ତ ମାର୍କସିଟ୍ ଏବଂ ଶିକ୍ଷାଗତ ଯୋଗ୍ୟତା ଯାହା ଆପଣଙ୍କର ଆଉ ସବୁ ସାର୍ଟିଫିକେଟ୍ ରହିଛି କମ୍ପ୍ୟୁଟର ସାର୍ଟିଫିକେଟ୍ ହେଉ ଅଲଗା ଟ୍ରେଡ୍ ସାର୍ଟିଫିକେଟ୍ ହେଉ ଯେଉଁଟା ଆପଣମାନେ ନିହାତି ଭାବରେ ନେଇକି ଯିବେ ଆଉ ଗୋଟେ ରହିଲା ଆପଣଙ୍କର ଅଭିଜ୍ଞତା ପ୍ରମାଣପତ୍ର ଯେମିତି ମୁଁ ଏବେ କହୁଥିଲି ଆପଣଙ୍କର ତ ମନେ କରନ୍ତୁ ଆପଣ ଡ୍ରାଇଭିଂ ଟ୍ରେଡ୍ରେ ପକାଇଛନ୍ତି ଜେନେରାଲ୍ ପିଲା ତ ନର୍ମାଲ ସେମାନେ କିଛି ନେବେ ନାହିଁ ସେମାନେ ତାଙ୍କର ନର୍ମାଲ କେବଳ ସାର୍ଟିଫିକେଟ୍ ହିଁ ନେଇକି ଯିବେ ଏବଂ ଆଡ଼ମିଟ୍ କାର୍ଡ଼ ଆଧାର କାର୍ଡ଼ ଯାହା ନେଇକି ଯିବେ କିନ୍ତୁ ଯେଉଁମାନଙ୍କର ଟ୍ରେଡ୍ ଅଛି ଯେମିତି ଆପଣଙ୍କର ଡ୍ରାଇଭିଂ ଟ୍ରେଡ୍ ଅଛି ସେମାନେ DL ନେଇକି ଯିବାକୁ ପଡ଼ିବ ଆପଣଙ୍କୁ ମନେ କରନ୍ତୁ ଆପଣଙ୍କର ଟେକ୍ନିସିଆନ୍ କୋର୍ସ କରୁଛନ୍ତି ଆପଣ ଟେକ୍ନିସିଆନ୍ କୋର୍ସର ଗୋଟେ ସାର୍ଟିଫିକେଟ୍ ନେଇକି ଯିବାକୁ ପଡ଼ିବ ଆପଣ ମନେ କରନ୍ତୁ ଗୋଟେ ରୋଷେଇଆ ପ୍ରମାଣପତ୍ର ନିହାତି ଯେଉଁ ରୋଷେଇଆରେ ଯିଏ ପକାଇଥିବ ତ ରୋଷେଇଆର ନିହାତି ଆପଣ ରୋଷେଇଆର ଗୋଟେ କୁକ୍ର ସାର୍ଟିଫିକେଟ୍ ନେଇକି ଯିବେ ମନେ କରନ୍ତୁ ଆପଣ ଆଉ ଅଲଗା କେଉଁ ଟ୍ରେଡ୍ ବି ଅଛି ପିଲାମାନଙ୍କର ବହୁତ ସାରା ଟ୍ରେଡ୍ ରହିଛି ତ ସେଇ ଟ୍ରେଡ୍ ଯେଉଁ ଟ୍ରେଡ୍ରେ ଆପଣମାନଙ୍କର ଏକ୍ସପିରିଏନ୍ସ ଥିବ ସେଇଟା ନିହାତି ଭାବରେ ନେଇକି ଯିବେ ଚତୁର୍ଥ ଅପସନ୍ ଆପଣଙ୍କର ଗୋଟେ ଆଧାର କାର୍ଡ଼ ଅରିଜିନାଲ୍ ନେଇଥିବେ ୱିଥ୍ ତା ସହିତ ଜେରକ୍ସ ବି ନେଇଥିବେ ସେଇ ମୁହୂର୍ତ୍ତରେ ଦରକାର ହେଇପାରେ ତେଣୁକରି ଅରିଜିନାଲ୍ ନିହାତି ଭାବରେ ସମସ୍ତ କାଗଜପତ୍ର ଆପଣମାନେ ନିହାତି ନେଇକି ଯିବେ ତ ଇଏ ଗୋଟେ ଅପଡେଟ୍ ଆପଣମାନଙ୍କ ପାଇଁ ବହୁତ ବିଗ୍ ଅପଡେଟ୍ ରହିଛି ଗଞ୍ଜାମ ଛତ୍ରପୁର ଜିଲ୍ଲା ଯେଉଁ ପିଲା ରହିଛନ୍ତି ହୋମଗାର୍ଡ଼ ପିଲାମାନଙ୍କ ପାଇଁ ତ ଆପଣମାନେ ନିହାତି ଭାବରେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଏବଂ ଅପଡେଟ୍ ଜାଣିଲେ କ'ଣ ରହିଛି ଯଦି ଆପଣ ମନରେ ଆଉ କିଛି ଡାଉଟ୍ ରହୁଛି ବା ପ୍ରଶ୍ନ ରହୁଛି ଆପଣମାନେ ମୋତେ କମେଣ୍ଟ ବକ୍ସ ମାଧ୍ୟମରେ ପଚାରନ୍ତୁ ମୁଁ ସଲ୍ଭ କରିବା ପାଇଁ ଚେଷ୍ଟା କରିବି ପ୍ରଶ୍ନର ଉତ୍ତର ଦେବା ପାଇଁ ଚେଷ୍ଟା କରିବି ଆଉ ଗୋଟେ କଥା ନିହାତି ଭାବରେ ଭିଡ଼ିଓକୁ ସେୟାର କରନ୍ତୁ ସମସ୍ତଙ୍କ ପାଖରେ ଅପଡେଟ୍ ପହଞ୍ଚୁ କୌଣସି ବି ପିଲା ପରୀକ୍ଷାରୁ ବଞ୍ଚିତ ନ ହୋଇଯାଉ ସମସ୍ତେ ଆସିଛେ ଚାକିରି କରିବା ପାଇଁ ସମସ୍ତ ପିଲା ପରିଶ୍ରମ କରୁଛନ୍ତି ତ ନିହାତି ଭାବରେ ଭିଡ଼ିଓକୁ ସେୟାର କରୁଥାନ୍ତୁ ଏମିତି ଭଲ ପାଇବା ଦେଉଥାନ୍ତୁ କାରଣ ସମସ୍ତ ଅଲ୍ ଓଡ଼ିଶାର ଆପଣମାନେ ପ୍ରଥମ ଥର ପାଇଁ ଦେଖିବେ ମୋ ଚ୍ୟାନେଲରେ ସମସ୍ତ ପୋଲିସ ଡିପାର୍ଟମେଣ୍ଟ ହେଉ କିମ୍ବା ହୋମଗାର୍ଡ଼କୁ ନେଇକି ହେଉ ସମସ୍ତ ଅପଡେଟ୍ ମୋ ଚ୍ୟାନେଲ୍ ମାଧ୍ୟମରେ ଆପଣମାନେ ସର୍ବଦା ପାଇପାରିବେ ପୁଣି ଦେଖା ହେବା ଆଉ ଏକ ଅପଡେଟ୍ରେ ଆପଣମାନଙ୍କ ସହିତ ସେ ପର୍ଯ୍ୟନ୍ତ ବିଦାୟ ନେଉଛି ଜୟ ଜଗନ୍ନାଥ।